ଆଉ ମାଟି ଭାଇ କ'ଣ ଖବର? ଏତେ ଧଇଁ ସଇଁ ହେଇ କୁଆଡ଼େ ଯାଇଥିଲ? ଆରେ ତତଲା ଖରାରେ ତ ମୁଣ୍ଡ ବାଳ ତକା ଜଳିଗଲାଣି। ସିଏ କ'ଣ ହେଇଛି କି ମୋ ଶଳା ତା ସାଙ୍ଗ ପାଇଁ କ'ଣ ଗୋଟେ ପାର୍ସଲ ପଠେଇଛି ତ, ସେ ଗୋଟାକ ତାକୁ ଦେବି ବୋଲିକି ସେତେବେଳୁ ଖରାରୁ ତାକୁ ଅନେଇକି ବଇଛି। ଆରେ ସିଏ ତା ଆଡ୍ରେସ୍ରେ ନ ପଠେଇ ତମ ଆଡ୍ରେସ୍ରେ କାହିଁ ପଠେଇଛି? ଆରେ ସେ ମୋ ଗାଁଟାକୁ ପଠେଇବ କେମିତି? ହଁ ସିଏ ଆଇଲେ ତାକୁ ସେ ପାର୍ସଲଟା ଦେଇଦେବ। ଆଉ ଏତେ ଛିଉଲେଇ ଯାଉଛ କାହିଁକି? ଆରେ ସିଏ କ'ଣ ହେଇଛି ନା, ସେ ଗୋଟାକ ଘର ଟେବୁଲ ଉପରେ ଥୁଆ ହେଇଥିଲା ବେଳେ ମୋ ହାତରୁ ପଡ଼ି ଭାଙ୍ଗିଗଲା। ତା ଭିତରେ ପୁଣି ଗୋଟେ କ'ଣ ଭାରି ବିରଳ ଗଧ ମୂର୍ତ୍ତି ଥିଲା। କ'ଣ ଗଧ ମୂର୍ତ୍ତି? ପୁଣି ବିରଳ? ଆରେ ଏମିତି ସେମିତି ଗଧ ନୁହଁ ସେଇଟା, ଗୋଟେ ଉଡ଼ନ୍ତା ଗଧ। ତାର ପୁଣି ଦୁଇଟା ଡେଣା ନାଗିଛି। ତାପରେ କ'ଣ କଲ? ଆବେ ମୁଁ ସେଇଟାକୁ ଫେବିକଲ ଅଠାରେ ଯେମିତି ସେମିତି ନଗେଇକି ତାକୁ ପୁଣି ତା ଭିତରେ ଭର୍ତ୍ତି କରିଦେଇଛି। ଓହୋ ମାଦି ଭାଇ, ଏତେ ନୁଁ ଚଣା ହେଲେ ହେବ? ତମେ ସେମିତି ଆଉ ଗୋଟେ ଗଧ କିଣି ଦେଇଥାନ୍ତ ନା। ଆଉ ଆବେ ସେଗୋଟା ବା 1,00,000 ଟଙ୍କା ବୋଲି ସେଥିରେ ଲେଖା ହେଇଛି। ମୋ ନୁଙ୍ଗି ଚଢ଼ି ତକାତ ବିକିଲେ ମୁଁ 1,00,000 ଟଙ୍କାର ମୂର୍ତ୍ତି ତାକୁ କିଣିକି ଦେଇପାରିବି ନାହିଁ। ଆଲେ ମାଧିଆ ଭାଇ, ତମକୁ ଖୋଜିବାକୁ ତମ ଘରକୁ ଯାଇଥିଲି, ସେଠୁ ଜାଣିଲି ଯେ ତମେ ଏଇଠି ଅଛ ବୋଲି। କାହିଁ କ'ଣ ହେଲା? ଆରେ ସିଏ ତମର ଯେଉଁ ପାର୍ସଲଟା ଆସିନଥିଲା, ସେଇଟା କ'ଣ ହେଲା କି ମୋ ହାତରୁ ଟିକେ ପରି ଭାଙ୍ଗିଗଲା। କ'ଣ? ତାପରେ ମୁଁ ତାକୁ ଫେବିକଲ ଅଠା ଯୋଡ଼ି ତା ଭିତରେ ଭର୍ତ୍ତି କରିଦେଇଥିଲି। ସେଇ କଥା କହିବାକୁ ସେତେବେଳୁ ତମକୁ ଖୋଜୁଥିଲି ଆଉ। ଆରେ ତୁ ବି ସେଗୁଡ଼ାକୁ ଥରେ ଭାଙ୍ଗିଛୁ? ଆରେ ମାଧିଆ ଭାଇ, ତମେ ଏଇଠି ଅଛ? ଏବେ ତୋର କ'ଣ ହେଲା? ତମକୁ ଗୋଟେ ଜିନିଷ ଦେବାର ଥିଲା ତ। କ'ଣ? ଆଗ ଏଗୋଟାକ ନିଅ। ଆବେ ଏଇଟା କ'ଣ ବେ? ଏଗୋଟାକ ସରି କାର୍ଡ଼। କ'ଣ କାହାର କ'ଣ? ଆରେ କାର୍ଡ଼ ଯେମିତି ବାହାଘର କାର୍ଡ଼ ନୁହଁ, ସେମିତି ସରି କାର୍ଡ଼। କାହିଁ ତୁ କ'ଣ କଲୁ କି? ଆରେ ତୁ ବି ଆଉ ସେ ଗଧ ଭାଙ୍ଗିନୁ ତ? ତମେ କେମିତି ଜାଣିଲ? ଆମେ ଏକଥା ବି ଜାଣିଛୁ ତୁ ସେ ଗୋଟାକ ଫେବିକଲ ଅଠାରେ ନଗେଇକି ତା ଭିତରେ ଭର୍ତ୍ତି କରୁଛୁ ବୋଲି। ତା ମାନେ ତୁ ବି ତାକୁ ଭାଙ୍ଗିଛୁ? ସର୍ବପ୍ରଥମେ ମୁଁ ହିଁ ଭାଙ୍ଗିଥିଲି।